कह सजनी ए फल के तोते देला रे कह सजनी फल के तोते देला रे कह सजनी एमा केहू कारीगर केहू जे बिन्हाणी किते काल बसी याकू गढ़िला रे कह सजनी फल के तोते देला रे कह सजनी समन हिबारु वृक्षे फड़िला ए गुआ नारिकेल बेलो जे रसाळ समन हिबारु वृक्षे फड़िला एपरी फल को जाचुछु काहाकू अर्जुन आगो एपरी फल को तू जाचुछु काहाकू अच्छा घरे न अरे जो फल को हां देखि लाज हेई गले गुआ नारिकेल जे नडिया रसाळ जे आंबो समन हिबारु वृक्षे फड़िला ए माने लाजरे पड़िले वृक्ष को हां एमिति जो अपूर्व फल किंदा फल रे किमिति फल तू देखियो हां तू देखियो बाया को नहीं टई टाया को नहीं ये देखि दबो फल अरे फल जे देखिबा लोक देखियो तू कोन देखु फल तू जो लोक देखिला मात्र हाबुडे पडला मात्र तू जो लोक न मो खाई दे बुद्धि भल नहीं तोर बुद्धि भल नहीं मूर्ख पिला जानि छी तू मूर्ख पिला आगो ए परि फल को जाचु छु काहाकू घरे न रक्षिण केड़ी कुशला रे कह सजनी फल के तोते देला रे कह सजनी ये जो अपूर्व फल हाँ धरी आज आसी अर्जुन को निकट को अच्छा ये फल तोते देइछि किए केउ कारीगर केउ जो बिन्धाणी ये बिन्धाणीटा बसी केते दिन रे गढी छि माई फल तमे जानि परना अरे कंभुजित कंठी रे जंभू नदंगिनी कंभुजित कंठी रे जंभू नदंगिनी कंभुजित कंठी रे कंभुजित कंठी रे कंभु बोलते शंख शंख जार की कंठ देशटा शंख मध्य समान हबनी कार शंख सदृश कंठ एटा कहले सत्य कथा कहली रो पंचम स्वर मळदार तमे बजा कहछ धीरे से कथाटा कहूची तू कोटा भाबुचु स्वर कथा कहूनी अरे कंठर स्वर कथाटा कहलिनी आउ ग्रीवादेश कंठ देशटा ओ तोर शंख जे पड़ी शुक्ल सुंदर देखा जाउची पिलार कंठ देशटा सेही प्रकार नाइ से केनाला जागड़ा सफा सुंदर दुई बागा एबे एबे बन्या जल देखो हे सेटा केनाल ओलिया दूची कि मूर्ख पिला तू जानू रे एबे वर्षा वर्ष होची केनाल रे पानी कोइ लागे केनाल रे केते गंधा दिले सुंदर दुच सब धुई के पड़ा होची तू गोटे कवि आइनु रे बुझौ एडा एडा होची केनाल देशरा अरे अंबुज नंदन
বসি কেতে দিন অম্বুজ নন্দন বসি কেতে দিন পড়িলা তো শম্ভু উরজ বেনি কম্ভুজিত কণ্ঠিরে শম্ভু নদঙ্গিনী কম্ভুজিত কণ্ঠিরে অম্বুজানন্দন বসি কেতে দিন গড়িলা তো শম্ভু উরজ বেনি কোন অম্বুজে জল জল অম্বুজে জল জল অম্বুজ জ নন্দন জলରୁ ଜାତ ହେଲା କିଏ ଜଳ ଜାତ କେତେ ଜନ୍ମ ହେଇଛନ୍ତି ଆରେ ଜଳରୁ ଜାତ ହଉଛି ପଦ୍ମ ଓ କେତେ ସେଟା କହିଲ ଜଳରୁ ଜାତ ହେଲା ପଦ୍ମ ପଦ୍ମ ନା ନାହିଁ ହଁ, ହଁ। ପଦ୍ମରୁ ଜାତ କିଏ ସେ ରାଧା ଆଉ ଜଣେ ଆଉ ଜଣେ ହେଲେ ଜନ୍ମ ହେଇଛନ୍ତି ବ୍ରହ୍ମା ବ୍ରହ୍ମା ଆରେ ଅମ୍ବୁଜ ନନ୍ଦନ ବସି କେତେ ଦିନ ହଁ ହଁ ପଦ୍ମରୁ ଜାତ ହେଇଛନ୍ତି ବ୍ରହ୍ମା ବ୍ରହ୍ମା। ବ୍ରହ୍ମା ବସି କେତେ ଦିନରେ ଗଢିଛନ୍ତି ଏ ଶମ୍ଭୁ ଉରଜ ବେନି ଶମ୍ଭୁ ବୋଲେ ଆରେ ଶମ୍ଭୁ ଯେ ଶିବ ଶିବ ମହାଦେବ ହଁ ଆରେ ଯେତେବେଳେ କି ମହାଦେବ ହଁ ଆବିର୍ଭାବ ହେଇଗଲେ ହଁ କବି ସୂର୍ଯ୍ୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାକୁ ପ୍ରମାଣ ଦେଲେ ଆରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାକୁ ପ୍ରମାଣ ଦେଲେ ଦେଖି କଣ ବୋଲି ଦେଇଛନ୍ତି ଯେ ଆରେ ସର୍ବମତରେ ସନମତ ହେମନ୍ତ ପର୍ବତ ପରେ ଜାତଲତା ସର୍ବମତରେ ସନମତ ହେମନ୍ତ ପର୍ବତ ପରେ ଜାତଲତା ଲତାରୁ ଏବେ ପର୍ବତ ଜାତ ହେଲା ଚାହିଁ କମ୍ପିବେ ଉର୍ଦ୍ଧ୍ୱରେ ତା ହାହା ଶୋଭିତା ଦେଖି କେମିତି ଲୋଭିତା ଆଏ ସବିତା ଭାଇଆ ସର୍ବମତରେ ସନମତ ହେମନ୍ତ ଆରେ ବିଷଟା ରହିଲା କୋଉଠି ଯୋଉଠି ଛାଡଛ ସେଠି ପିଲା ମୁଁ ଜାଣିନି ଛାଡିଛି ସେଠି ରହିଲା ଆରେ ଯୋଉଠି ଛାଡିଛି ସେଠି ଆକା ରହିଲା ଯେ ମୁଁ କଣ ସେ କଥାଟା ଜାଣିନି କି ଆରେ ମୁନିରପି ମତିଭ୍ରମ ଫଳ ଫଳ ଗାୟକ ଯେତେବେଳେ ମତିଭ୍ରମ ହେଇଯାଏ ସେତେବେଳେ ପାଳିଆର ଆଶ୍ରୟ ନେବାକୁ ପଡେ ନା ନାହିଁ ଆରେ ଚରିତ୍ରଟା ରହିଲା କୋଉଠି ଚରିତ୍ରଟା ଯୋଉ ବିଷୟଟା ଗାଉଥିଲେ ସେ ବିଷୟଟା ଆମର ରହିଲା କୋଉଠି ଯେହେତୁ ରୂପ ବର୍ଣ୍ଣନା କେତେ ଦିନ ବସିକିରି ବ୍ରହ୍ମାକୁ ଗଢିଥିଲେ ଠିକ 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 ଏଇଟା ହେଲା ଯୌବନ ବର୍ଣ୍ଣନା ହଁ ନା ନାହିଁ ପିଲାର ହସ ବର୍ଣ୍ଣନା ମାତ୍ର ଏଇଟାରେ ତୁ କଣ କହିଦବୁ ଏଇଟାରେ କହିପାରିବୁ ଆରେ ମୁଁ କିଛି କହିପାରିବି ହସଟା ନା ନାହିଁ ଲକ୍ଷ ଟଙ୍କା ଆରେ ଉତ୍କଳ ଘଣ୍ଟ କବି ଯଦୁମଣି ମହାପାତ୍ର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ବହିର ନାଁ ହେଲା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଆରେ କ୍ଷୀରସାଗର ଉଦ ନାଇଁ ଆହାରି ଆହାରି ଦେବା ଏଟା ତ ସବୁବେଳେ ସ୍ପିଡ ଗାଉଛନ୍ତି ସମସ୍ତେ ନା ନାହିଁ ରାଗ ଆହାରି ସଜରେ ନ ଗାଇଲେ ପ୍ରାଣଟା ଯିବ ବାହାରି କ୍ଷୀରସାଗର ଉଦର ଆଦରିଛି ନବ ମୁଦିର ଜ୍ୟୋତି ସନ୍ନ କ୍ଷୀରସାଗର ଉଦର ଆଦରିଛି ନବ ମୁଦିର ଜ୍ୟୋତି ସନ୍ନ ଚଣ୍ଡୀ ନିଷିଦ୍ଧ ମିଶିଛି
আজি ସୁଭଦ୍ରାଙ୍କ ରୂପ ବର୍ଣ୍ଣନା କରିବାକୁ ଯାଇ ଉତ୍କଳ ଘଣ୍ଟ କବି ଯଦୁମଣି ମହାପାତ୍ର ଲେଖିଲେ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର। କଣ ବୋଲି? ପିଲାର ହାସଟା କେମିତି? ଆଚ୍ଛା କ୍ଷୀର ସାଗର ଉଦର ଆଦରିଛି ନବମୁଦିର ଜ୍ୟୋତି ସଂଘ। ଆଚ୍ଛା ଯଦୁମଣି ଯେତେବେଳେ ଲେଖିଲେ କି ଛାନ୍ଦ, ହଁ ଦେଖିଲେ ପିଲାର ହାସ୍ୟଟା କିପରି? କି ପ୍ରକାର, ଯୋଉ ହାସ୍ୟରେ ଏତେ ଶୁଭ୍ରତା ରହିଛି, ଆଉ ସେଥିରେ କଳଙ୍କ ନାହିଁ। ନାହିଁ ହସି ଦେଲେ ଯାବ ବାହାରି ପଛରେ। ମୂର୍ଖ ପିଲା ବୋଲା ଯାବ ବାହାରୁଛି, ହସଟା ଦେଖିଛୁ? ହସି ଦେଲେ ପିଲାର ଦାନ୍ତ କ୍ଷୀର ଦେଖ। ସାଗର ଉଦର ଆଦରିଛି ନବମୁଦିର ଜ୍ୟୋତି ସଂଘ। କ୍ଷୀର ସାଗରକୁ ଡାକିଲେ ଯଦୁମଣି, ହଁ ଯେ କେବଳ ଦେଖିଛି ତୋ ପାଖରେ କଳଙ୍କ ନାହିଁ। ହଁ ହଁ କ୍ଷୀର ସାଗରକୁ କହିଲେ ତୋ ପାଖରେ କଳଙ୍କ ନାହିଁ। ନାହିଁ। ଯୋ ସାଗରରେ ଭଗବାନ ବିଷ୍ଣୁ ଶୟନ କରିଛନ୍ତି। କ୍ଷୀରଟା ହଉଛି ଦେଖିବାକୁ କଣ ଧଳା, ଧଳା ସେଥିରେ କଳଙ୍କ ନାହିଁ, କାଳିମା ନାହିଁ। ଶୁକ୍ଳ ଶୁଭ୍ର। ତେଣୁକରି ତୁ କେବଳ ହସ ସହିତ ସମାନ ହେବୁ। ହଁ ହଁ କ୍ଷୀର ସାଗରକୁ ଡାକିଲେ ତୁ ଆସେ, ତୁ ଏ ଉପମା ସହିତ ସମାନ ହେବୁ ପରା, ଆସେ। କିନ୍ତୁ କ୍ଷୀର ସାଗର କହିଲା ମୁଁ ଯାଇପାରିବି ନାହିଁ। କାହିଁକି ନା ମୁଁ ସେ ହସ ସହିତ ସମାନ ହେଇପାରିବି। ନିଜକୁ କାହିଁକି ଲାଜ ନା ମୋ ଲାଗିବ। ପାଖରେ କଳଙ୍କ ଅଛି। ଅଛି କ୍ଷୀର ସାଗର କହୁଛି ମୋ ପାଖରେ କଳଙ୍କ ଅଛି। ଅଛି। କେମିତି ନା ନବ ମୁଦିର ଜ୍ୟୋତି ସଂଘ। ମୁଦିର ଯେ ମେଘ, ନୂଆ ମେଘ ଯେତେବେଳେ କି ଆକାଶରେ ଉଠେଇବ, ନବ ଯେ ନୂଆ ମେଘ ଯେତେବେଳେ କଳାହାଣ୍ଡିଆ ମେଘଟା ଆକାଶରେ ଉଠେଇବ, ତାର ଛବିଟା ଆସିକିରି ମୋ ଦେହରେ ପଡି ଯାଉଛି। ତେଣୁକରି ସେ କଳାହାଣ୍ଡିଆ ମେଘଟା ପଡିଗଲେ ଏତେ ବଡ ଶୁଭ୍ର ଯୋଉ ନିଷ୍କଳଙ୍କ ଶରୀରଟା ମଧ୍ୟ କଳଙ୍କ ହେଇଯାଉଛି। ଧଳାଟା ମୋ ପ୍ରତିଛବିଟା ହେଇଯାଉଛି। ମୋର ଶୁକ୍ଳ ଶୁଭ୍ର କ୍ଷୀର ଭଳି ଶରୀରଟା ମଧ୍ୟ, ଧଳା ଶରୀରଟା ମଧ୍ୟ କାଳିମା ହେଇଯାଉଛି। ଏଣୁ ନବ ମୁଦିର ଜ୍ୟୋତି ସଂଘ, ମୁଁ ତାର କାଳିମାଟାକୁ ଅଙ୍ଗରେ ବହିଛି। ଏଣୁକରି ମୋ ପାଖରେ କଳଙ୍କ ଅଛି, ମୁଁ ସେ ହାସ ସହିତ ସମାନ ହେଇପାରିବି ନାହିଁ। ଆଚ୍ଛା, ଆଉ କିଏ ଶୁକ୍ଳ ଅଛି? ଚଣ୍ଡୀ ନିଶିଧବ ଧବଳେ ମିଶିଛି ଅଧବେଳ ବିଷ କୁରଙ୍ଗ। ଧବ ଯେ ସ୍ୱାମୀ, ଚଣ୍ଡୀ ହେଲେ ଯିଏ କି ଦୁର୍ଗା, ଚଣ୍ଡିକା ଅମ୍ବିକା, ଯିଏ କି ମା ପାର୍ବତୀ। ଧବ ହେଲେ କିଏ? ସ୍ୱାମୀ ହେଲେ ଶିବ। ଶିବଙ୍କର ଶରୀର ହଉଛି ଶୁକ୍ଳ। ଶୁକ୍ଳ। ଆପଣ ଗୋଟେ କଥାଟେ ଜାଣିଥାନ୍ତୁ, ଶିବଙ୍କର ବାହନ ହେଲା ବୃଷଭ, ଧଳା। କପାଳେ ରଖିଲେ ଚନ୍ଦ୍ର, ଚନ୍ଦ୍ର ହଉଛି ଧଳା। ଗଳାରେ ସର୍ପ ଧାରଣ କରିଛନ୍ତି, ସିଏ ହଉଛି ଧଳା। ଭସ୍ମ ବୋଳି ହେଇଛନ୍ତି, ସିଏ ହଉଛି ଧଳା। ଶିବଙ୍କର ଶରୀର ହଉଛି କଣ? ଧଳା। ଧଳା। ମସ୍ତକରେ ଅଛନ୍ତି ଗଙ୍ଗା, ଗଙ୍ଗା ହଉଛନ୍ତି କଣ? ଧଳା। ଧଳା। ତେଣୁକରି ଆପଣଙ୍କର ଯେତେବେଳେ ଶିବ ମନ୍ଦିର ଗୁଡାକ କେତେ ଜାଣିଛନ୍ତି ଜାଣିନାହାନ୍ତି, ମନ୍ଦିରଟା ଯେତେବେଳେ ଦିଆହବ ଧଳା କଲର, ଅନ୍ୟ କଲର ଦେବାର ବିଧି ସଙ୍ଗତ ନାହିଁ। ବାସ୍ତୁଶାସ୍ତ୍ର ଯୋଉଟା କି ନିୟମ ଅନୁସାରେ। କିନ୍ତୁ ଆଜିକାଲି ବିଭିନ୍ନ ରଙ୍ଗ କରିଦଉଛନ୍ତି। ଶିବ ମନ୍ଦିରରେ ଯେତେ ସବୁ ଯୋଉ କାରୁକାର୍ଯ୍ୟ ହଉଛି, ଚୂନ ଦିଆ ହଉଛି ମଧ୍ୟ କେବଳ ସବୁ ଯାକ ଧଳାରେ ହେବାର ହଉଛି ବିଧି ସଙ୍ଗତ ବାସ୍ତୁଶାସ୍ତ୍ର। ଆଜିକାଲି ବିଭିନ୍ନ ରଙ୍ଗ କରିଦେଲେଣି। କିଏ ମାନୁଛି, କିଏ ଆଉ ବୁଝିଛନ୍ତି କି, କିଏ ଜାଣିବାର କିଏ ଅଛି? ସୁନ୍ଦର ଦିଅ ନହେଲେ ଯେହେତୁ କପିଳାସଟା ହଉଛି କଣ? ବରଫ ଆବୃତ, ସିଏ ହଉଛି ମଧ୍ୟ ଧଳା। ଧଳା। ତେଣୁକରି ତାଙ୍କର ପୁରଟା ହଉଛି ମଧ୍ୟ ଧଳା। ହାଡମାଳ ହେଲେ ଧଳା, ନା ନାହିଁ, ହାଡମାଳ ହେଲେ ଧଳା, ହାଡମାଳ ମଧ୍ୟ ଧଳା। ମାଳି ହେଲେ ଧଳା। କହିଲି ପରା ସବୁ ତ ଶୁକ୍ଳ। ଏଣୁ ଶିବଙ୍କୁ ଡାକିଲେ ବୋଲେ ତ ତମର ତ କଳଙ୍କ ନାହିଁ, ତମ ତ ଶରୀର ଶୁକ୍ଳ ଅଛି, ଆସ ତମେ ଏ ଉପମା ସହିତ ସମାନ ହେବ। ଏ ଶୋଭା ସହିତ ଆର ହାସ୍ୟ ରସ, ହାସ୍ୟ ସହିତ ତମେ ସମାନ ହବ। ଯେହେତୁ ହସରେ କଳଙ୍କ ଅଛି, ୟା ହସରେ ପିଲାର ହସରେ କଳଙ୍କ ନାହିଁ। ଶିବ କହିଲେ ମୁଁ ଯାଇପାରିବିନି। ଯଦୁମଣି, ମୁଁ ତୋର ଉପମା ସହିତ ସମାନ ହେଇପାରିବି ନାହିଁ। କାହିଁକି ନା ଚଣ୍ଡୀ ନିଷିଧବ ଧବଳେ ମିଶିଛି ଅଧବଳ ବିଷ କୁରଙ୍ଗ। ଏ ଯୋଉ ସମୁଦ୍ର ମନ୍ଥନ ହେଲା, ଧଳା ଥିଲା, ମୋ ସବୁ ଶରୀର ଧଳା ଥିଲା, ବାହନ ଧଳା, ଚନ୍ଦ୍ର ଧଳା, ଗଙ୍ଗା ଧଳା, ସବୁ ଧଳା ଥିଲା। କିନ୍ତୁ ମୋ ଦେହରେ କଳଙ୍କ ଲାଗିଗଲା। ଯୋଉ ସମୁଦ୍ର ମନ୍ଥନ ହେଲା, ସଂସାରରୁ ରକ୍ଷା କରିବା ପାଇଁ ବିଷ ପିଇଦେଲି, ସେ ବିଷ ରହିଗଲା ମୋର କଣ୍ଠରେ। ତେଣୁକରି ମୋର କଣ୍ଠଟା ନୀଳ ହେଇଗଲା। ଏଣୁକରି ମୋ ନାଁଟା ହେଇଛି ନୀଳକଣ୍ଠ। ନୀଳକଣ୍ଠ। ମୋ ପାଖରେ ମଧ୍ୟ କଳଙ୍କ ରହିଛି। ତେଣୁ ଯଦୁମଣି ତୁ ପଳା, ତୋ ସାଥିରେ ମୁଁ ସମାନ, ତୋର ଉପମାକୁ ମୁଁ ଯାଇପାରିବି ନାହିଁ। ତୁ ମତେ ଡାକେ ନା। ସରିଲା। ଆଉ କିଏ ଅଛି ନା ଚଣ୍ଡୀ ନିଶିଧବ। ନିଶି ଯେ ରାତ୍ର, ରାତ୍ରର ଧବ ହେଲେ କିଏ? ଚନ୍ଦ୍ର। ଚନ୍ଦ୍ରକୁ ଡାକିଲେ ତମେ ତ ଶୁକ୍ଳ ଶୁଭ୍ର, ଆସ ତମେ ୟା ସହିତ ସମାନ ହେବ, ସହିତ ସମାନ ହେବ। ଚନ୍ଦ୍ର କହିଲା ମୁଁ ମଧ୍ୟ ସମାନ ହେଇପାରିବି ନାହିଁ। କାହିଁକି ହେଇପାରିବିନି? ମା ନା ମୋର ଧଳା ଥିଲା ସତ, କଳଙ୍କ ଥିଲା ସତ, କିନ୍ତୁ ବିମଳ କେ ମନ୍ତେ ଚନ୍ଦ୍ର ସେ ନ ମାରୁ ମଣି ବସିଲା କଳଙ୍କ ହୋଇ ଅଙ୍ଗେ ସେହି ଚରି ବଦ୍ଧ ମୋହ ଯୋଗୁ ସେହି ବିଶ୍ୱେ କଳଙ୍କ ନ ରହୁ ରାମଚନ୍ଦ୍ର ମୁହିଁ।
ସ୍ୱଚ୍ଛ ହଁ ବିଶେଷ ସୁନ୍ଦର ଯୋଉଠି ମଳିନତା ନାହିଁ ସିଏ ହେଲା ବିମଳ ହଁ ଚନ୍ଦ୍ରଙ୍କ ପାଖରେ ମଳିନତା ନଥିଲା ନାହିଁ ଚନ୍ଦ୍ର କହିଲେ ଯଦୁମଣି ଠିକ ଥିଲା ତମେ ଯାହା କହୁଛ ଠିକ ମୋର ମଳିନତା ନଥିଲା ହଁ ହଁ କିନ୍ତୁ ମୁଁ ଶଶାକୁ ମାରିନି ସ୍ୱହସ୍ତରେ ହଁ ମତେ ଆଶା କରିକିରି ଶଶା ମଲା ମତେ ଆଶା କରିକିରି ଶଶା ମଲା ହେଲେ ମଧ୍ୟ ସେ ଶଶାଙ୍କ ଲାଞ୍ଚନ କଳଙ୍କଟା ମୋ ଦେହରେ ରହିଗଲା ଏଣୁକରି ମୋ ପାଖରେ ମଧ୍ୟ କଳଙ୍କ ରହିଯାଇଛି ମୁଁ ମଧ୍ୟ ବିନା କଳଙ୍କରେ ଜନ୍ମ ହେଇନି ଏଣୁକରି କଳଙ୍କଟା ମୋ ପାଖରେ ମଧ୍ୟ ରହିଯାଇଛି ଏଣୁ ଯଦୁମଣି ତୋର ଉପମାକୁ ମୁଁ ମଧ୍ୟ ଯାଇପାରିବି ନାହିଁ ଏଣୁକରି ଏ ଯୋଉ ନିଷ୍କଳଙ୍କ ହାସ୍ୟ ଆଚ୍ଛା ଏଇ ଯୋଉ ଅପୂର୍ବ ଫଳ ଆଜ୍ଞା ହଁ ଆଜି ଅପୂର୍ବ ସୁନ୍ଦରୀ ସୁଭଦ୍ରା ଆଜି ଆପଣଙ୍କ ନିକଟକୁ ଫଳ ଧରିକିରି ଆସିଛନ୍ତି ଗୋରକ୍ଷକ ଆରେ ୟାଙ୍କ ଭାଇ ଶ୍ରୀକୃଷ୍ଣ ଗୋଟେ ନଟକୁଟିଆ ଅଟେ ନଟକୁଟିଆ ହଁ ଜାଣିଛନ୍ତି ମୁଁ ଜାଣିଛି କହିପାରିବେ କହିବି କୃଷ୍ଣ ନଟକୁଟିଆ ହଁ ପଦଟେ କହିବେ କହିବି କାହିଁ କହିଲେ କିପରି ନଟ ତାହେଲେ କହୁଅଛି ଶୁଣ ଏ ବଡ ନଟକୁଟ ସେ ନନ୍ଦର ଚାଟ ଜାଣିଅଛି ମୋହି ଗୁଣ ତାର ବଡ ନଟକୁଟ ସେ ନନ୍ଦର ଚାଟ ଜାଣିଅଛି ସବୁ ଗୁଣ ତାର ସହିତରେ ପ୍ରାଣ ଶୋଷିଥିଲେ କପଟେ ପୁତନା ଛୋଡ଼ିଲେ ବଡ ନଟକୁଟ ସେ ନନ୍ଦର ଚାଟ ଜାଣିଅଛି ମୋହି ଗୁଣ ତାର আরে অঙ্গ ভাই শ্রীকৃষ্ণ আউ কোন করিছেন জানিছ ক্ষীর সহিতরে প্রাণ শোষিଥିଲା কপটে পুতনা রাক্ষসীর আচ্ছা আচ্ছা আউ কোন নটকুটিয়া আরে কালন্দিরে পশি কালি মুদলি না নৃত্য কলা কাম থাল বল কালন্দিরে পশি কালি মুদলি না নৃত্য কলা কাম থাল বল আধা শত মর সে মুরলি ধর বুলুছি পরাই ঘর ঘর বড় কুট সে নন্দর কাট জানিছি সব গুণ তার কালিন্দীরে বসি কালীକୁ দଳିলে কালীକୁ দলিছি কালীয় নাগକୁ দଳିଥିଲେ ହଁ পুতনা রাক্ষসী কি মারিଥିଲେ ହଁ আচ্ছা আউ কোন করিଥିଲେ ଆଉ ଗୋପୀଙ୍କ ବସନ ଚୁରେଇଥିଲେ ଆଙ୍କେ ଓହୋ ତାଙ୍କ ଭାଇ ଗୋପୀଙ୍କ ବସନ ନେଇକିରି ଚୋରି କରିଥିଲେ କଦମ୍ବ ଗଛ ମୂଳେ ବାନ୍ଧିଥିଲେ ଆଉ କୋଣ କରିଥିଲେ ପଦେ ଆଉ କଣ କରିଥିଲେ ଜାଣିଛ ୟାଙ୍କ ଭାଇ ଶ୍ରୀକୃଷ୍ଣ ଯେତେବେଳେ 7 ବର୍ଷ ହୋଇଥିଲା ସେ କଣ କରିଥିଲେ ଜାଣିଛ কোন কোন আরে 7 ବର୍ଷରେ ଗୋବର୍ଦ୍ଧନ ଧରି ବିକାଜେ 7 ଦିନରେ 7 ବର୍ଷରେ ଗୋବର୍ଦ୍ଧନ ଧରି ବିକାଜେ 7 ଦିନରେ कौन कहल बसन चोरी करथिले बसन जाक चोरी करथिले तम आ तम घरे नेकी भरी करल हेले तापरे कोन कहिलो 7 बरसरे गोवर्धन धरी इंद्र दिवती 7 दिनर 7 दिनर 7 वर्षर पिला गोटे पर्वत टेकिथिला काणी आंगुतिरे अच्छा अच्छा आउ कोन करथिले भूतबर अरे एनु से लंपट कथा को विश्वास न सहिले मन मर एनु से लंपट कथा को विश्वास न सहिले मन मर ओरे पचानन आरे नारी इस फेर जा तोरा बजपुर बोला कुट से नंबर ताका जानी अछि सब गुण तार भाई श्रीकृष्ण एही परी गोटे नटकुटिया तमे हेल अभियोग कल हां जे सुभद्रा कर भाई कृष्ण होतन जने नटकुटिया ना नहीं ये तांको भौणी हां सिए जदी भाईडा नटकुटिया ये कुटकुटी मूर्ख बिला समान पद मिसौजी पूरा ओहो कृष्ण नटकुटिया को ये मध्य कुटकुटी कुटकुटिया कुटकुटी हो जते कुटकुटी अच्छा 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 तेणु आपण कहिले जे सुभद्रा को ग्रहण करिबा नहीं नहीं